ବଉରା ପାଖ ମୁଁ ମୋଟେ ଛାଡ଼ୁ ନଥାଏ। ତାର ସାନ୍ନିଧ୍ୟଟା ମୋ ଦେହରେ ଯେପରି ଆନନ୍ଦ ଉଲ୍ଲାସ ବୋଲି ଦେଉଥାଏ। ସମୟ ସମୟରେ କିଛି ଗୋଟାଏ ଦର୍ଶନୀୟ ଜିନିଷ ମୁଁ ଦେଖୁଥାଏ। ତାହା ସରିଯିବା ମାତ୍ରେ ଦୌଡ଼ି ଯାଇ ହାଣ୍ଡିଶାଳେ ଥିବା ବୋଉ ପାଖରେ ହାଜର ହୋଇଯାଏ। ଅନ୍ୟ ପିଲାମାନେ ତାଙ୍କ ବୋଉ ପାଖରେ ରହି ବେଶୀ ସମୟ ଏପାଖ ସେପାଖ ହେଲେ ତାଙ୍କୁ ଯା ଏଠି ଗଣ୍ଡଗୋଳ କରନା କହି ଘଉଡ଼ାଇ ଦେଉଥିଲେ। ଦରକାର ପଡ଼ିଲେ 2-4 ଚାପୁଡ଼ା ଦେବା ପାଇଁ ମଧ୍ୟ ଛାଡ଼ୁ ନଥିଲେ। ମୋ ବୋଉ କିନ୍ତୁ ଅନ୍ୟ ପ୍ରକାରର ଥିଲା। ସେ କେବେ ହେଲେ ତା ପାଖରୁ ମୋତେ ତଡ଼ି ନାହିଁ କି ବିରାଡ଼ି ନାହିଁ। ଛୁଆ ତା ଦେହରେ ଘଷି ହେଲେ ସେ ବିରକ୍ତ ହୋଇନାହିଁ। ବୋଉ ତ ପ୍ରାୟ ସବୁବେଳେ ହାଣ୍ଡିଶାଳ ଘରେ ଥାଏ। ତେଣୁ ମୁଁ ମଧ୍ୟ ଅଧିକାଂଶ ସମୟ ହାଣ୍ଡିଶାଳରେ ରହିଥାଏ। ଦିନେ ରାତିରେ ମୋ ବୋଉ ପାଖରେ ମୁଁ ଶୋଇଥାଏ ଘୋର ନିଦରେ। ଶୋଇ ମଧ୍ୟ ପ୍ରାୟ ରାତି 2ଟା ବେଳେ ମୁଁ ଖଟରୁ ଓହ୍ଲାଇ ପଡ଼ି ଟୁଙ୍ଗ ଟୁଙ୍ଗ ହୋଇ ହାଣ୍ଡିଶାଳ ଘର ଯାକେ ଚାଲି ଯାଇଥିଲି। ହାଣ୍ଡିଶାଳ ଘରର କବାଟ ଲାଗିଥିଲା। ମୁଁ କବାଟରେ ହାତ ଦାଡ଼ାଇ ବୋଉ ବୋଲି କାନ୍ଦିବାକୁ ଲାଗିଲି। କାନ୍ଦର ପ୍ରଖରତା କ୍ରମେ ବଢ଼ିବାକୁ ଲାଗିଲା। ହାଣ୍ଡିଶାଳ ପାଖରେ 2 କକେଇଙ୍କ ଘର ଥିଲା। ଜଣେ ଖୁଡ଼ୀର ନିଦ ଭାଙ୍ଗିଗଲା। ସେ ପାଟି କଲା। ଅନ୍ୟ ସମସ୍ତେ ଉଠି ପଡ଼ିଲେ। ବୋଉ ଅଣ୍ଡାଳି ଦେଖିଲା ମୁଁ ତା ପାଖରେ ନାହିଁ। ସେ ପଡ଼ି ଉଠି ଧାଇଁଲା। ହାଣ୍ଡିଶାଳ ଦୁଆରକୁ ଦୌଡ଼ି ଯାଇ ମୋତେ କୁଣ୍ଡାଇ ନେଇ ଆସିଲା। ତତ୍ପରଦିନ ଆମ ଘରେ ଗୋଟିଏ ଅନୁସନ୍ଧାନ କମିଟି ବସିଗଲା। କିଏ କହିଲା ଗୋଟେ କୌଣସି ଶୈତାନ ତାକୁ ଆକୃଷ୍ଟ କରି ସେ ଯାଇ ନେଇଯାଇଥିଲା। ଆଉ କିଛି ସମୟ ଯାଇଥିଲେ ବଡ଼ ଖରାପ କଥାଟା ହୋଇଥାନ୍ତା କି? କିଏ କହିଲା ଏହା ଚିରୁଗୁଣିର କାମ। ବୁଢ଼ାବାପା କହିଲେ ଏହା କୌଣସି ଏକ ପିଶାଚର କାମ। ମୁଁ ନିଜେ ମଧ୍ୟ ସେଠାକୁ କିପରି ଗଲି ଜାଣିପାରିଲି ନାହିଁ। ଆମ ଘରେ ରାଉତ ବୁଢ଼ା ବୋଲି ଜଣେ ଅତି ବିଶ୍ୱସ୍ତ ଚାକର ଥିଲା। ସେ ଜଣେ ଭଲ ଗୁଣିଆ ଓ ଭୂତପ୍ରେତ ଛଡ଼ାଇ ପାରେ ବୋଲି ତାର ବେଶ୍ ଖାତିର ଥିଲା। ସେ ବହୁତ ଭାବିଚିନ୍ତି ସେଇଟା ଏକ ଅଶରୀରୀ ପ୍ରେତର କାର୍ଯ୍ୟ ବୋଲି କହିଥିଲା। ଯେହେତୁ ସେ ଭୂତ ପ୍ରେତଙ୍କର ମେଲରେ ଖୁବ୍ ଜଣାଶୁଣା ଥିଲା, ସମସ୍ତେ ତାରି କଥାକୁ ଗ୍ରହଣ କରିଗଲେ। ଆଗରୁ ଗୋଟେ ଡେଉଁରିଆ ମୋ ହାତରେ ଥିଲା। ରାଉତ ବୁଢ଼ା ପରାମର୍ଶରେ ଆହୁରି ଗୋଟେ ଡେଉଁରିଆ ମୋ ଅଣ୍ଟାରେ ବନ୍ଧାଗଲା। ରାଉତ ବୁଢ଼ା ମୋ ଦେହକୁ କିଳିଦେଲା। ଅର୍ଥାତ୍ ମୋ ଦେହରେ ଚାରିଆଡ଼େ ଏପରି ଏକ ଅଦୃଶ୍ୟ ବାଟ ତିଆରି କରିଦେଲା ଯେ କୌଣସି ଭୂତ ପ୍ରେତର ସେ ବାଟକୁ ଭାଙ୍ଗିବା ସମ୍ଭବପର ନଥିଲା। ମୋର ସତ୍ୟନାରାୟଣ ପୂଜାଟି ବି ସାମାନ୍ୟ କିଛି ବିଳମ୍ବ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ସେହିଦିନ ସେହି ପୂଜାର ବ୍ୟବସ୍ଥା କରାଗଲା। ଏସବୁ ଭୂତପ୍ରେତ କଥା କିଏ, ତାଙ୍କର ଭୟାବହତା କେତେ, ସେମାନଙ୍କର କାର୍ଯ୍ୟ କ'ଣ ସେ ବିଷୟରେ ମୋର ବିନ୍ଦୁ ବିସର୍ଗ ଧାରଣା ନଥିଲା। ସେଦିନଠାରୁ ବୋଉ ମଙ୍ଗଲାଙ୍କ ଖଣ୍ଡିଏ ବେତ ଅଣାଇ ଆମ ଶୋଇଲା ଜାଗାରେ ତକିଆ ତଳେ ଗୁଞ୍ଜି ଦେଇଥାଏ। ଏଇଟା ସର୍ବଶ୍ରେଷ୍ଠ ପ୍ରତିଷେଧକ ବ୍ୟବସ୍ଥା ବୋଲି ତା ମନରେ ଦୃଢ଼ ଧାରଣା ଥିଲା। ରାଉତ ବୁଢ଼ା ପାଖରେ ବସି ବେଳେ ବେଳେ ମୁଁ ଭୂତ ପ୍ରେତଙ୍କ ବିଷୟରେ ବହୁତ ଭୟାନକ କଥା ଶୁଣିଲି। ସେମାନେ ଯେ ନିଶାଚର ଏବଂ ଅନ୍ଧାରକୁ ଭଲ ପାଆନ୍ତି, ଅନ୍ଧାରରେ ଚଲାବୁଲା କରନ୍ତି, ସେ ବିଷୟ ମୁଁ ତାଠାରୁ ଜାଣିଲି। ସେଦିନଠାରୁ ଅନ୍ଧାରକୁ ମୋର ଭାରି ଭୟ ଥିଲା। ଆମ ଘର 3 ପ୍ରଶସ୍ତ ଥାଏ। ପ୍ରଥମ ପ୍ରସ୍ତରେ ବୁଢ଼ାବାପା ରହନ୍ତି ଓ କଳ ଘରେ ସେ ରୋଗୀ ଦେଖନ୍ତି। ଔଷଧପତ୍ର ଖୋଲାଖୋଲି ସେହି ଘରେ ମଧ୍ୟ ହୁଏ। ମଝି ପ୍ରସ୍ତରେ ମୋ ବାପା ଓ ବୋଉ ଥାଉ। କଡ଼ ଘରଟା ଗଲା ଆସିଲା ବନ୍ଧୁବାନ୍ଧବଙ୍କ ପାଇଁ ଥାଏ। ପଛ ପାଖେ 2 ଘରେ 2 କକେଇ ଥାନ୍ତି। ତୃତୀୟ ପ୍ରସ୍ତଟି ଚାଳଘର ଥିଲା। ସେଠି ଲାଗି ଲାଗି ହାଣ୍ଡିଶାଳ ଓ ଶୋଇବା ଘର ଥିଲା। ତାହାର ଗୋଟା କଡ଼କୁ ପାଚିରୀ ଦ୍ୱାରା ସମ୍ପୂର୍ଣ୍ଣ ବିଚ୍ଛନ୍ନ ହୋଇ ଢିଙ୍କିଶାଳ, ଗୁହାଳ ଓ କୂଅ ଥିଲା। ସନ୍ଧ୍ୟା ହୋଇଗଲେ ବୋଉ ସଞ୍ଜଦୀପ ସବୁଆଡ଼େ ଦେଇ ଆମ ଦେବତୀ ମା ଦୁର୍ଗାଙ୍କୁ ମୁଣ୍ଡିଆ ମାରି ହାଣ୍ଡିଶାଳକୁ ଚାଲି ଯାଉଥିଲା। ମୁଁ ଦୈବାତ୍ ଯଦି ଉପରେ ରହିଯାଇଥାଏ ତେବେ ବୋଉ ପାଖକୁ ଯିବାକୁ ଭାରି ଭୟ ଲାଗେ। କାରଣ ସେ ଜାଗାଟା ଅନ୍ଧାରୁଆ। ତଥାପି ବୋଉର ଆକର୍ଷଣ ମୋତେ ଟାଣି ନେଉଥିଲା। ମୁଁ ଗୋଟେ ବଡ଼ ପାଟି କରି ଦୌଡ଼ି ଦୌଡ଼ି ହାଣ୍ଡିଶାଳ ଘରକୁ ପଶିଯାଏ। ମୋ ପାଟି ଶୁଣି ବୋଉ ହାଣ୍ଡିଶାଳ ଘର ଭିତର
ବାହାରି ଆସି ପାଟି କରେ, ହଁ ହଁ ମୁଁ ଏଇଠି ଅଛି। ବୋଉକୁ କୁଣ୍ଡାଇ ଧରିବା ମାତ୍ରେ ସବୁ ଭୟତକ କୁଆଡ଼େ ଉଭେଇଯାଏ। ମୋର ବା ଅନ୍ୟ କାହାର ଦେହ ଅସୁସ୍ଥ ହେଲେ ଆମ ଘରକୁ ବଡ଼ ଡାକ୍ତରମାନେ ଆସୁଥିଲେ। ସେତେବେଳେ ଡାକ୍ତର ଦେବେନ ବାବୁଙ୍କ ନାଁ ମୁଁ ବହୁବାର ଶୁଣିଛି। ଡାକ୍ତରମାନେ ବୁଢ଼ା ବାପାଙ୍କୁ ଭାରି ଖାତିର କରୁଥିଲେ। ତା'ର ଏକ କାରଣ ମଧ୍ୟ ଥିଲା। ଜଣେ ଡାକ୍ତରଙ୍କ ପୁଅକୁ ଜଳ ଉଦରୀ ବା ଆସାଇଟିସ୍ ହୋଇଥିଲା। ସେ ସମୟରେ ଜଳ ଉଦରୀ ଏକ ମାରାତ୍ମକ ରୋଗ ଥିଲା। କି ଭଲ ହେଉନଥିଲେ। ଡାକ୍ତରମାନଙ୍କର ତା ଉପରକୁ ଆଶା ତୁଟି ଯାଇଥିଲା। ସେ ଡାକ୍ତର ବୁଢ଼ା ବାପାଙ୍କ ପାଖରେ କବିରାଜର ଭଲ ଔଷଧ କାଳେ ଥାଇପାରେ ଭାବି ନେଇ ଆସିଥିଲେ। ବୁଢ଼ା ବାପା ସେ ପିଲାଟିକୁ ଭଲ କରାଇ ଦେଇ ସବୁ ଡାକ୍ତରଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ସେହି ଦିନଠାରୁ ଡାକ୍ତରମାନେ ବୁଢ଼ା ବାପାଙ୍କୁ ଭାରି ଖାତିର କରୁଥିଲେ। ଆମ ଘରେ କାହାର କିଛି ଟିକେ ହୋଇଯାଇଥିଲା ସେମାନେ ଦୌଡ଼ି ଆସୁଥିଲେ। ଥରେ ମୋର କ'ଣ ଟିକେ ଗଡ଼ବଡ଼ ହୋଇଯାଇଥିଲା। କ'ଣ ସବୁ ପରୀକ୍ଷା ହେବ ବୋଲି ଦେବେନ ବାବୁ ଡାକ୍ତର ମୋତେ ଡାକ୍ତରଖାନା ନେଇ ଯିବା ଲାଗି ବୁଢ଼ା ବାପାଙ୍କୁ କହିଥିଲେ। ଦେବେନ ଦିନେ ସକାଳୁ ବୁଢ଼ା ବାପା ଡାକ୍ତରଖାନାକୁ ବାହାରିଲେ। ଆମ ଘରେ ଥିବା ରାଉତ ବୁଢ଼ା ମୋତେ କାନ୍ଧେଇ ବୁଢ଼ା ବାପାଙ୍କ ପଛେ ପଛେ ଚାଲିଲା। ସେତେବେଳେ ଘୋଡ଼ା ଗାଡ଼ିର ପ୍ରଚଳନ ଖୁବ୍ କମ୍ ଥିଲା। ବୁଢ଼ା ବାପା ଚାଲି ଚାଲି ମେଡ଼ିକାଲ ୱାର୍ଡ଼ ବାଟେ କ୍ଲିନିକାଲ ଲାବୋରେଟୋରୀକୁ ଯାଇଥିଲେ। 2-3 ଜଣ ଡାକ୍ତର ମୋତେ ତନ୍ନ ତନ୍ନ କରି ପରୀକ୍ଷା କରିବାକୁ ଲାଗିଲେ। ବଡ଼ ଡାକ୍ତରଙ୍କ ପାଖରେ ବସି ବୁଢ଼ା ବାପା ବହୁତ ସମୟ ଯାଏ କ'ଣ କଥାବାର୍ତ୍ତା ହେଲେ। ତାପରେ ତାଙ୍କଠାରୁ ଏକ କାଗଜ ନେଇ ଚାଲି ଆସିଲେ। ମୁଁ ରାଉତ ବୁଢ଼ା କାନ୍ଧରେ ବସି ଫେରି ଆସିଲି। ସେତେବେଳର ମେଡ଼ିକାଲର ଚେହେରା ମୋର ମନେ ଅଛି। ମେଡ଼ିକାଲ ୱାର୍ଡ଼, ସର୍ଜିକାଲ ୱାର୍ଡ଼ 2 ଧାଉଡ଼ି କୋଠା ଥାଏ। ଏ ଦୁଇଟି ଆଉ ଗୋଟିଏ ଧାଉଡ଼ି ଦ୍ୱାରା ସଂଯୁକ୍ତ ହୋଇଥାଏ। ସେତେବେଳେ ମେଡ଼ିକାଲର ସୀମା ନିର୍ଦ୍ଧାରକ ପାଚେରୀ ନଥିଲା। ରାଣୀହାଟ ଛକରୁ ଡାକ୍ତରଖାନାକୁ ସଡ଼କ ରାସ୍ତା ଉପରେ କିଛି ବାଟ ଗଲୁ। ତାପରେ ରାସ୍ତା ଗୋଟେ ଗଡ଼ାରେ ଗଡ଼ିଗଲୁ। ଲୋକେ ଚାଲି ଚାଲି ଗୋଟେ ରାସ୍ତା ହୋଇଯାଇଥିଲା। ସେ ସଡ଼କ ରାସ୍ତାଟି ଜଗନ୍ନାଥ ରୋଡ଼ ଥିଲା। ମେଡ଼ିକାଲ ହତା ଭିତରେ ବହୁ ଗଛ ଓ ବଣ ଥିଲା। ଘରଦ୍ୱାର ଖୁବ୍ କମ୍ ଥିଲା। ଜଗନ୍ନାଥ ରୋଡ଼ରେ ଯାତ୍ରୀମାନେ ପଲ ପଲ ହୋଇ ଆସିଲା ବେଳେ ବହୁ ରୋଗର ଶିକାର ହେଉଥିଲେ। ହଇଜା ଓ ଅନ୍ୟାନ୍ୟ ଝାଡ଼ାରେ ଆକ୍ରାନ୍ତ ହେଉଥିଲେ। ସେଥିଲାଗି ଜଗନ୍ନାଥ ରୋଡ଼ କଡ଼ରେ ସାହେବମାନେ ଡାକ୍ତରଖାନା ବସାଇଥିଲେ। ବର୍ତ୍ତମାନ ଡାକ୍ତରଖାନାକୁ ସେ ସମୟ ସହିତ ତୁଳନା କଲେ ତାହା 100 ଭାଗରୁ ଭାଗେ ମଧ୍ୟ ହେବ ନାହିଁ। ବଡ଼ଦିନ ଯେତେବେଳେ ମୁଁ ଯାଇ ସେଠାରେ ପାଠ ପଢ଼ିଲି ସେତେବେଳେ ମୋତେ ଭାରି କୌତୂହଳ ଲାଗିଥିଲା। ମୋର ଯୁବକ ସମୟ ଓ ଶିଶୁ ସମୟର ତୁଳନା କରି ମୁଁ ମୋର ସଙ୍ଗୀମାନଙ୍କୁ ପୁରୁଣା ମେଡ଼ିକାଲର ଚିତ୍ର ଦେଉଥିଲି। ଆମ ଘର ଭିତରେ ଆମ ଉପରେ ଭାରି କଡ଼ା ନଜର ସବୁ ଦିଆ ହୋଇଥାଏ। ଟିକେ କିଛି ବ୍ୟତିକ୍ରମ ହୋଇଗଲେ ଆମ ଉପରକୁ ସମସ୍ତେ ଝିଙ୍କାରି ହୋଇ ଉଠନ୍ତି। ସନ୍ଧ୍ୟାବେଳକୁ ବୁଢ଼ୀମା ପାଖରେ ଆମେ ରୁଣ୍ଡ ହୋଇ ତା ପାଖରୁ ଗପ ଶୁଣୁ। ଆମର ପାଠପଢ଼ା ସବୁ ଆରମ୍ଭ ହୋଇ ନଥିବାରୁ ଆମେ ବହୁତ ସମୟ ଧରି ବୁଢ଼ୀମାଙ୍କଠାରୁ ଗପ ଶୁଣୁ। ମା ଅଧିକାଂଶ ସମୟ ଗୋଟିଏ ମଣ୍ଡା ପିଠା ଗପ କହୁଥିଲା। ଗୋଟାଏ ଗଛରେ ମଣ୍ଡା ପିଠା ସବୁ ଫଳିଥିଲା। ସେଥିରୁ ବହୁ ଲୋକେ ମଣ୍ଡା ପିଠା ତୋଳି ଖାଉଥିଲେ। ସେବତୀ ନାମରେ ଜଣେ କୋକେଇ ଝିଅ ଭଉଣୀ ଆମର ଥିଲା। ସେ ଭାରି ମଣ୍ଡା ପିଠା ପ୍ରିୟ ଥିଲା। ସବୁଦିନ ବୁଢ଼ୀମାଙ୍କୁ ଜିଗର କରେ ମଣ୍ଡା ପିଠା ଗପଟି ଆଗେ କହିବାକୁ। ବୁଢ଼ୀମା ତାକୁ ଭାରି ଥଟ୍ଟା କରୁଥିଲା। ସେ ମଣ୍ଡା ପିଠା ଗପ ଶୁଣିବାକୁ କହିବା ମାତ୍ରେ ଆମେ ସମସ୍ତେ ହସି ଉଠୁଥିଲୁ। କେଉଁଆଡ଼େ କିଛି ଦେଖିବା ପାଇଁ ଯିବାକୁ ପଡ଼ିଲେ ଆମ ଚାକରମାନଙ୍କ କାନ୍ଧରେ ସବାର ହୋଇ ଯାଉଥିଲୁ। ଦଶହରା ପରି ଉତ୍ସବମାନ ଦେଖିଯିବା ଲାଗି ବୁଢ଼ା ବାପାଙ୍କର ବଡ଼ ବଡ଼ ମାଡ଼ୁଆଲି ବନ୍ଧୁମାନେ ସେମାନଙ୍କର ଘୋଡ଼ାଗାଡ଼ି ପଠାଇ ଦେଉଥିଲେ। ଯଦି ଘୋଡ଼ାଗାଡ଼ି ସମ୍ଭବ ନ ହେଉଥିଲା ତେବେ ବୋଉ, ଖୁଡ଼ୀ, ପିଲାମାନେ ଓ କୋକେଇ ସମସ୍ତେ ଗୋଟେ ଶଗଡ଼ ଗାଡ଼ିରେ ଦଶହରା ଦେଖି ବାହାରିଥିଲେ। ସେତେବେଳେ ପରଦା ପ୍ରଥା ଅତି ଭୀଷଣ ଥିଲା। ତାଟି ଭିତରେ ଛୋଟ ଛୋଟ କଣା କରାଯାଇଥାଏ। ସେ କଣା ବାଟେ ବୋଉ ଖୁଡ଼ୀମାନେ ପ୍ରତିମା ଦେଖୁଥିଲେ। ଆଗ ଓ ପଛରେ ପରଦା ପଡ଼ିଥାଏ। ସଭା ଆଗରେ ଜଣେ ମୁରବୀ ବସୁଥିଲେ। ମୋହନ ଗୋସାଇଁଙ୍କ ରାସ ଓ ବଲଙ୍ଗା ଆର୍ଟ ଥିଏଟର ଦେଖିବାକୁ ଆମ ଘରର ବୋଉ ଖୁଡ଼ୀମାନେ ସେହି ବଳଦ ଗାଡ଼ିରେ ଯାଉଥିଲେ।
ଗାଈ ପଛରେ ବାଛୁରୀ ଗୋଡ଼ାଇଲା ପରି ମୁଁ ସବୁବେଳେ ବୋଉର କାନିକୁ ଧରି ତା ପଛେ ପଛେ ଦୌଡ଼ୁଥାଏ। ମୋର ଏପରି ଅବସ୍ଥା ଦେଖି ବୁଢ଼ା ବାପା ଦିନେ କହିଲେ, ଆରେ ଏଇଟା ତା ବୋଉକୁ କିଛି କାମ କରାଇ ଦେବନି, ତାକୁ ଚାହାଲି ଘରେ ନେଇ ବସାଅ। ସେତେବେଳେ ମୋର ସମ୍ପୂର୍ଣ୍ଣ ଦିଗମ୍ବର ବେଶ ଥିଲା। ଲୁଗାଟା ମୋତେ ଭାରି ବିରକ୍ତ ଲାଗୁଥିଲା। ଚାହାଲି ଘରେ ଲଙ୍ଗଲା ହୋଇ ବସିବାଟା ଖରାପ। ତେଣୁ ବୋଉ ଗୋଟାଏ କୋସ୍ତା ଲୁଗା ମୋ ଅଣ୍ଟାରେ ବାନ୍ଧି ଦେଇଥାଏ। ସେ ଏପରି ଗଣ୍ଠି ପକାଇ ଦେଇଥାଏ ଯେ ତାକୁ ଖୋଲିବା ମୋ ପକ୍ଷରେ କଷ୍ଟକର। ମୋର ଏକା କାହିଁକି, ଆମ ଘରର ସବୁ ପିଲାଙ୍କ ବେଶ ଅଦ୍ଭୁତ ପ୍ରକାରର। ଗୋଡ଼ରେ ରୂପା ଖଡ଼ୁ, ହାତରେ ରୂପା ଖଡ଼ୁ, କହୁଣୀ ପାଖରେ 2ଟା ଖଡ଼ୁ, ଅଣ୍ଟାରେ ଗୋଟାଏ ରୂପା ଗୋଡ଼, ବେକରେ ଗୋଟେ ସୁନା ଗୋପ। ଆଜିକାଲିଆ ସମୟ ହୋଇଥିଲା ସମସ୍ତେ ଝିଅ ବୋଲି ଠଉରାଇ ନେଇଥାନ୍ତେ। କସ୍ତାଟିଏ ଗୁଡ଼ାଇ ହୋଇ ମୁଁ ଗୁହାଲି ଘରକୁ ଗଲି। ବନ୍ଧୁବାନ୍ଧବ ଭିତରୁ ଜଣେ କିଏ ମୋ ହାତ ଧରି ଗୁହାଲି ଭିତରକୁ ନେଇ ଯାଇଥିଲେ। ଚାହାଲି ଘରର ବର୍ଣ୍ଣନା ମୁଁ ପରେ ଦେବି।